ସାଙ୍ଗମାନେ କଥାଟା କଟୁ ହେଲେ ବି ସତ। ଆମ ଏସ୍ସି ଏସ୍ଟି ଭାଇ ଭଉଣୀମାନଙ୍କୁ ଗାଁ ମନ୍ଦିରରେ ପୁରା ଯାଏ ନାହିଁ। କାହା ଘରକୁ ଅପରକାଷ୍ଟ ଘର ଭିତରକୁ ବି ପ୍ରବେଶ କଥା ତାଙ୍କ ପିଣ୍ଡାକୁ ବି ଉଠେଇ ଦିଆଯାଏ ନାହିଁ। ଆମ ଘରର ଝିଅ ପୁଅ ଅଲଗା କାଷ୍ଟରେ ମ୍ୟାରେଜ କରନ୍ତିନି କି ଅଲଗା କାଷ୍ଟର ପୁଅ ଝିଅ ଆମ କାଷ୍ଟରେ ମ୍ୟାରେଜ କରନ୍ତି ନାହିଁ। ଯଦି ବି କିଛି ଲଭ୍ ମ୍ୟାରେଜ ହୁଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। କିନ୍ତୁ ଆଜିକାଲି ଦେଖିବାକୁ ମିଳୁଛି ଯେ କି ଆମ ପିଲା ଗଣେଶ ପୂଜା କରୁଛନ୍ତି, ଯେ ନିଜ ଗାଁରେ ନିଜ ମନ୍ଦିର ବେଢ଼ାକୁ ଯାଇପାରନ୍ତିନି, ସେମାନେ ଟଙ୍କା ଆଦାୟ କରି ଗଣେଶ ପୂଜା କରୁଛନ୍ତି। ହସ ଲାଗୁଛି ଆମ ପିଲାଙ୍କର ଭଗବାନଙ୍କ ପ୍ରତି ଏତେ ଭଲ ପାଇବା ଦେଖିକି। ଆରେ ଯୋଉ ପଇସା ଗଣେଶ ପୂଜାରେ ଚାନ୍ଦା ଆଦାୟ କରି ଲଗାଉଛ, ସେ ଟଙ୍କାକୁ ତୁମ ପଢ଼ା ଖର୍ଚ୍ଚରେ ଲଗାଅ। ଯଦି ମ୍ୟାରେଜ କରିଛ ସେ ଟଙ୍କାକୁ ତୁମ ପିଲାମାନଙ୍କ ପଢ଼ା ଖର୍ଚ୍ଚରେ ଲଗାଅ, ତୁମ ବିଜନେସରେ ଲଗାଅ, ତୁମ ପାଇଁ କିଛି ଜିନିଷ କିଣ। ଯଦି ବି ପଇସା ଉବୁରା ହେଉଛି କିମ୍ବା ବଳି ପଡ଼ୁଛି, ଆଦାୟ କରି ସବୁ ଏସ୍ସି ଏସ୍ଟି ଗାଁ ମୁଣ୍ଡରେ ବାବା ସାହେବ ଆମ୍ବେଦକରଙ୍କ ଗୋଟେ ଷ୍ଟାଚ୍ୟୁ ତିଆରି କର। କେବେ ଜାଣିଛନ୍ତି ଆମ ଏସ୍ସି ଏସ୍ଟି ଲୋକମାନଙ୍କୁ ଅପର କାଷ୍ଟ ଲୋକ ଏତେ ଘୃଣା କରନ୍ତି କ'ଣ ପାଇଁ? କାରଣ ଏମାନଙ୍କ ପ୍ରକୃତି ନେଇକି ଏମାନେ ଯୋଉଠି ଅପମାନିତ ହେବେ ସେ ଅପମାନକୁ ବିଲକୁଲ ବି ବାଧେନି। ଗୋଟେ କଥା ଲକ୍ଷ୍ୟ ରଖିଥାନ୍ତୁ ମୋ ଭାଇମାନେ, ଏସ୍ସି ଏସ୍ଟି ଭାଇମାନେ, ତମେ ସବୁଠୁ ଅଧିକା କୋଉଠି ଅପମାନିତ ହଉଛ? ତୁମେ ସବୁଠୁ ଅଧିକ ଅପମାନିତ ହଉଛ ନିଜକୁ ହିନ୍ଦୁ ଭାବି। ତାଠୁ ବି ସବୁଠୁ ଅଧିକା ଅପମାନିତ ହଉଛ ଯେତେବେଳେ ତୁମେ ନିଜକୁ ହିନ୍ଦୁ ଭାବି ମନ୍ଦିର ଯାଉଛ, ସେଠି ଅପମାନିତ ହଉଛ। ଆଉ ତ ମତେ ସବୁଠୁ ଅଧିକ ହସ ଲାଗେ ଯେ କି ଆମ ଏସ୍ସି ଏସ୍ଟି ଭାଇମାନେ ସୋସିଆଲ ମିଡ଼ିଆରେ ଖଣ୍ଡେ ଖଣ୍ଡେ ଗେରୁଆ ଗାମୁଛା ପକେଇ ତଳେ ଲେଖି ଦିଅନ୍ତି ଯେ ଆମେ କଟ୍ଟର ସନାତନୀ। ସେ କଟ୍ଟର ସନାତନୀ ସେତେବେଳେ କୋଉଠିକି ଯାଏ ଯେତେବେଳେ ତମକୁ ନିଜ ଗାଁ ମନ୍ଦିରରେ ପୁରେଇ ଦିଆଯାଏନି। ଭାଇ ଦେହକୁ ନବନି, ଏଇଟା ହଉଛି ନିରାଟ ସତ କଥା।